ମୁଁ ଅବନିକାନ୍ତ ସାହୁ ଭିଡ଼ିଓ କୋରେଇ ଆଜି ଆମର ବ୍ଲକ କନଫରେନ୍ସ ହଲ୍ରେ କଲେକ୍ଟର ଆଉ ଏସ୍ପିଙ୍କର ଜଏଣ୍ଟ ଗ୍ରିଭାନ୍ସ ହିୟରିଂ ହେଲା। ଏଥିରେ ପାଖାପାଖି 110 ଜଣ ଲୋକ ରେଜିଷ୍ଟ୍ରେସନ କରିଥିଲେ। କିଛି ଲୋକ ଅନଲାଇନ୍ ରେଜିଷ୍ଟ୍ରେସନ ଆଗରୁ କରିଥିଲେ, କିଛି ଅଫଲାଇନ୍ ଡାଇରେକ୍ଟ ଆସିଥିଲେ। ସବୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଥିଲେ। ବିଶେଷତଃ ସମସ୍ତେ ଫାଇନାନ୍ସିଆଲ ହେଲ୍ପ ମାନେ ଯେଉଁ ହେଲ୍ଥ ରିଲେଟେଡ୍ ଫାଇନାନ୍ସିଆଲ ହେଲ୍ପ ପାଇଁ ଆସିଥିଲେ। ବାକି ଘର ଭତ୍ତା ଆଉ ରେସନ କାର୍ଡ଼ ପାଇଁ କିଛି ଆସିଥିଲେ, ଯେଉଁମାନଙ୍କୁ ଆମେ ବ୍ୟବସ୍ଥିତ ଉପାୟରେ ଏବଂ ଶାନ୍ତି ଶୃଙ୍ଖଳାର ସହିତ ଗ୍ରିଭାନ୍ସଟାକୁ ରିଡ୍ରେସାଲ କରେଇଲୁ। ତେଣୁ ଆମେ ଅନୁରୋଧ କରିବୁ ଯେ ଲୋକମାନଙ୍କୁ ଯେ ଘର ଭତ୍ତା ରେସନ ପାଇଁ ଆପଣ ବ୍ଲକ ଆଉ ଜିଲ୍ଲା ଅଫିସକୁ ନ ଦୌଡ଼ିକି ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ କରି ଅପେକ୍ଷା କରନ୍ତୁ। ଯଥେଷ୍ଟ ଠିକ୍ ସମୟରେ ଆମେ ସରକାର ତାଙ୍କୁ ଘର ଭତ୍ତା ଏବଂ ରେସନ କାର୍ଡ଼ ଯୋଗାଇ ଦେବେ। ଶାରୀରିକ ଭିନ୍ନକ୍ଷମଙ୍କ ସଂଖ୍ୟାଟା ଆମେ କାଲକୁଲେଟ୍ କରିପାରିଲୁ। ପାଖାପାଖି 10ରୁ 15 ଜଣ ଆସିଥିଲେ ଶାରୀରିକ ଭିନ୍ନକ୍ଷମ। ତାଙ୍କ ମଧ୍ୟରୁ କିଛିଙ୍କୁ ହ୍ୱିଲ୍ ଚେୟାର ଦିଆଯାଇଛି, କିଛିଙ୍କୁ CMRFରୁ କିଛି ପଇସା ବି ଦିଆଯାଇଛି। ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯାଇଛି। ତ୍ୱରିତ ସମାଧାନ ମଧ୍ୟ କିଛି କେସ୍ କରାଯାଇଛି। ଆଜି କୋରେଇରେ ଯେଉଁ ଜନଶୁଣାଣି ହେଇଥିଲା ତାଦେହରେ ଆମର 100ରୁ ଅଧିକା ହିତାଧିକାରୀ ଆସିଥିଲେ। ସେମାନଙ୍କର ଅଭିଯୋଗ ସବୁ ଶୁଣାଣି କରାଯାଇଛି। ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେଗୁଡ଼ିକ ତୁରନ୍ତ ତାଙ୍କର ସମସ୍ୟା ଗୁଡ଼ିକୁ ସମାଧାନ କରିବା ଦିଗରେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ତ ମୁଖ୍ୟତଃ ଆମର ଚିକିତ୍ସା ଉପରେ ଥିଲା ଏବଂ ଅନ୍ୟାନ୍ୟ ବିଭାଗର ମଧ୍ୟ ଥିଲା। ପାଣି ସମସ୍ୟା, ଜମି ସମସ୍ୟା, ଏମିତି ବିଭିନ୍ନ ପ୍ରକାରର ବିଭିନ୍ନ ବିଭାଗର ବିଭିନ୍ନ ଅଭିଯୋଗ ସବୁ ରହିଥିଲା।